ମୃତଦେହ ନେଇ ଫେରିବା ବେଳେ ଚାଲିଗଲା 3 ଜଣଙ୍କ ଜୀବନ। ଡମ୍ଫର ପଛପଟେ ପିଟି ହେଲା ଆମ୍ବୁଲାନ୍ସ। ଆମ୍ବୁଲାନ୍ସ ଡ୍ରାଇଭର ସହ ମୃତକଙ୍କ ପୁଅ ଓ ଭିଣେଇ ମୃତ୍ୟୁବରଣ କରିଛନ୍ତି। ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା 16 ନମ୍ବର ଜାତୀୟ ରାଜପଥ ମୈତାପୁର ନିକଟରେ ବଡ଼ ଦୁର୍ଘଟଣା ଘଟିଛି। ମୃତକଙ୍କ ଘର ଭୋଗରାଇ ଅଞ୍ଚଳରେ ହୋଇଥିଲା ବେଳେ କଟକରୁ ମୃତଦେହ ନେଇ ଭୋଗରାଇ ଘରକୁ ଫେରୁଥିଲେ, ଯାହାଫଳରେ ମୈତାପୁର ନିକଟରେ ବଡ଼ ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ 3 ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ଜଣେ ଗୁରୁତର ଅବସ୍ଥାରେ ଭଦ୍ରକ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।